জয় জগন্নাথ। বৃক্ষাগ্রবাসী নচ পক্ষীরাজ, অম্বু বহন্তি নচ মেঘমাଳ, ত্রিনেত্রধারী নচ শূଳ পাণি, বক্র প্রহারী নচ রামচন্দ্র, বক্র প্রহারী নচ রামচন্দ্র, বক্র প্রহারী নচ রামচন্দ্র। আজ্ঞା, ଏ ସଂସାର ମଧ୍ୟରେ ଅନେକ ପ୍ରକାର ଫଳ ଅଛି। ସେଇ ଫଳ ମଧ୍ୟରୁ ଏମିତି ଏକ ଫଳ ଅଛି ଯିଏକି ବୃକ୍ଷାଗ୍ରବାସୀ ନଚ ପକ୍ଷୀରାଜ। ସେଇ ଫଳ ଗଛ ଅଗରେ ସେ ବାସ କରେ, କିନ୍ତୁ ପକ୍ଷୀରାଜ କି ସେ ଗରୁଡ଼ ନୁହନ୍ତି। ଅମ୍ବୁ ବହନ୍ତି ନଚ ମେଘମାଳ, ସେ ଫଳ ଭିତରେ ଅମ୍ବୁ ବୋଲନ୍ତେ ପାଣି ଅଛି, କିନ୍ତୁ ସେ ମେଘ ନୁହନ୍ତି। ତ୍ରିନେତ୍ରଧାରୀ ନଚ ଶୂଳ ପାଣି, ସେଇ ଫଳରେ ତିନିଟା ନେତ୍ର ଅଛି। ଶୂଳ ପାଣି ବୋଲନ୍ତେ ଶିବ ସିଏ ନୁହନ୍ତି। ବକ୍ର ପ୍ରହାରୀ ନଚ ରାମଚନ୍ଦ୍ର, ସେଇ ଫଳ ବକ୍ର ଧାରଣ କରନ୍ତି, ହେଲେ ପରମ ବ୍ରହ୍ମ ପୁରୁଷ ସିଏ ରାମଚନ୍ଦ୍ର ନୁହନ୍ତି। ସେ ଆଜ୍ଞା କେଉଁ ଫଳ? ଆଜ୍ଞା ସେ ହଉଛି ଆଜ୍ଞା ନଡ଼ିଆ, ଯାହାକୁ କି ଆପଣମାନେ ଶ୍ରୀଫଳ ବୋଲି କହନ୍ତି। ନଡ଼ିଆକୁ କାହିଁକି ଶ୍ରୀଫଳ ବୋଲି କୁହାଯାଏ, ଇଏ ପ୍ରଶ୍ନ ବି ଆସିପାରେ। ନା ଉଚ୍ଚ ପଦବୀ ଠାରେ ଆଉ ଶ୍ରେଷ୍ଠ ସ୍ଥାନରେ ଶ୍ରୀ ପ୍ରୟୋଗ କରାଯାଏ। ଶ୍ରୀ ଅର୍ଥ ମହାନ, ଶ୍ରେଷ୍ଠ, ସୌନ୍ଦର୍ଯ୍ୟ ଇତ୍ୟାଦି। ଶ୍ରେଷ୍ଠ ସ୍ଥାନରେ ଶ୍ରୀ ପ୍ରୟୋଗ କରାଯାଏ, ଯଥା ଶ୍ରୀରାମ, ଶ୍ରୀକୃଷ୍ଣ, ଶ୍ରୀମଦ୍ ଶଙ୍କରାଚାର୍ଯ୍ୟ ଗୋସ୍ୱାମୀଜୀ, ଶ୍ରୀମଦ୍ ଭାଗବତ। ଏହା ଛଡ଼ା ଫଳ ଭିତରେ ନଡ଼ିଆ ଶ୍ରେଷ୍ଠ ଫଳ ହେଇଥିବାରୁ ତାକୁ ଶ୍ରୀଫଳ ବୋଲି କହନ୍ତି। ତେବେ ସେଇ ଶ୍ରୀଫଳ ବା ନଡ଼ିଆ ଭିତରେ ପାଣି କିପରି ରହିଲା, ଏହି ପ୍ରଶ୍ନର ଉତ୍ତର ଆଜି ଆମେ ସମାଧାନ କରିବା। ତେବେ ମୋର ଦର୍ଶକ ବନ୍ଧୁ, ଏହି ଭିଡିଓଟି ସମ୍ପୂର୍ଣ୍ଣ ଭାବରେ ଦେଖନ୍ତୁ। ଦିନେ କୈଳାସ ପର୍ବତରେ ଈଶ୍ୱର ଆଉ ପାର୍ବତୀ ବସି କଥୋପକଥନ ହେଉଛନ୍ତି। ମହାଦେବ ଆଉ ମହାଦେବୀ ଏ ଦୁଇ ଜଣ ବସି କଥାବାର୍ତ୍ତା ହେବା ସମୟରେ ତାଙ୍କର ପୁତ୍ର ଗଣେଶ ପହଞ୍ଚିଲେ। ଗଣେଶଙ୍କର ନାମ 8 ପ୍ରକାର ଅଛି। ଅମର କୁଶରେ ଅମର ସିଂଙ୍କ କୃତଃ ଅମର ସିଂହ କହନ୍ତି, ବିନାୟକ ବିଘ୍ନ ରାଜ, ଦୈମାତୁର ଗଣାଧିପା, ଅପେକ୍ତ ଦନ୍ତ ହେରମ୍ବ, ଲମ୍ବୋଧର ଗଜାନନ। ବିନାୟକ, ବିଘ୍ନରାଜ, ଦୈମାତୁର, ଗଣାଧିପା, ଅପେକ୍ତ ଦନ୍ତ, ହେରମ୍ବ, ଲମ୍ବୋଧର ଏବଂ ଗଜାନନ। ଏ 8ଟି ନାମ ହେଉଛି ଗଣେଶଙ୍କର। ଗଣେଶ ସେହି ସମୟରେ ପିତାମାତାଙ୍କ ପାଖରେ ପହଞ୍ଚିଲେ ଏବଂ ଗଣେଶ ମାତା ପାର୍ବତୀଙ୍କ କୋଳରେ ଯାଇ ବସି ପଡ଼ିଲେ। ସ୍ନେହବଶତ ପ୍ରକୃତି ସ୍ୱରୂପିଣୀ ମହାଦେବୀ ମାତା ପାର୍ବତୀ ସ୍ନେହବଶତ ବା ସ୍ନେହରେ ଗଣେଶଙ୍କ ଗଣ୍ଡ ଦେଶରେ ଚୁମ୍ବନଟି ଆଙ୍କିଦେଲେ। ଗଣେଶ କହିଲେ, ମାତେ ମତେ ବହୁତ ଭୋକ ଲାଗିଲାଣି ମା, ମତେ କିଛି ତମେ ଖାଇବାକୁ ଦିଅ। ଏଇ କଥା କିଏ କହିଲେ? ନା ଗଣେଶ କହିଲେ। ଏ କଥାକୁ ଯେତେବେଳେ ଦେବ ଦେବ ମହାଦେବ ଶୁଣିଲେ, ସଙ୍ଗେ ସଙ୍ଗେ ସେ କିଛି ଫଳ ଆଣି ଗଣେଶକୁ ଖାଇବା ପାଇଁ ଦିଅନ୍ତେ। ଗଣେଶ କହିଲେ, ପିତାଶ୍ରୀ ଇଏ ଫଳ ମୋର ଆବଶ୍ୟକ ନାହିଁ, ଆପଣଙ୍କ ମୁଖ ପରି ମତେ ଗୋଟିଏ ଫଳ ଦିଅନ୍ତୁ, ମୁଁ ସେଇ ଫଳକୁ ଖାଇବି। ଏକଥା ଶୁଣିଲେ ମହାଦେବ କହିଲେ, ଆରେ ମୋ ପୁଅ ଗଣେଶ ମୋରି ମୁଣ୍ଡ ସଦୃଶ ଗୋଟେ ଫଳ ଖାଇବାକୁ ଚାହୁଁଛନ୍ତି, ତେଣୁ ତତ୍କ୍ଷଣାତ୍ ଦେବ ଦେବ ମହାଦେବ ତାଙ୍କ ନିଜ ଇଚ୍ଛାରେ ଏକ ଫଳ ସୃଷ୍ଟି କଲେ। ସେଇ ଫଳଟିକୁ କର ଅଞ୍ଜଳିରେ ସେ ଧରିଲେ। ମହାଦେବଙ୍କୁ ସ୍ୱୟଂଭୁବ ବୋଲି କହନ୍ତି। ସେ ନିଜ ଇଚ୍ଛାରେ
सबु किछि कर्म करि पारंती तेणु से निज इच्छारे गोटे फल सृष्टि कले सही फलटी महादेवंकर मुखमंड सदृश्य परि देखागला केमिति आज्ञा तेबे मोर विदुष वर्ग आपण माने श्रवण करंतु शिवंक मुंडरे जटा अछि सही फल रे सही डोडिया फल रे तार जो कता गुड़ाक अच्छी सी हूँ जटा स्वरूप शिवकर तीनटा लोचन अच्छी तेणु शिव को त्रिलोचन बोली कहती से फल तीनोटी लोचन अच्छी तीनोटी आखि अच्छी शिवंक मुंडरे आज्ञा चंद्र अच्छा से डोडियाटी को जदि आम भांगीदेवा चंद्र भली शुभ्र वर्ण देखा जाए अर्थात चंद्र सदृश से फलटी शोभा पाए शिवंक मुंडरे देवी ईश्वरेश्वरी भगवती गंगे पुण्य तया माता गंगा देवी प्रवाहित होउछंती नड़िया भितरे मध्य गंगा जल अछि केमिति आज्ञा ना शिवंक जटारू गंगा जल झरी से नड़िया भितरे रहिला तेणु से नड़िया पानी जो रही सी हूँ आपणकर गंगा जल आज्ञा हाँ पुण्यतया गंगा त्रिपुर भेदिनी स्वर्ग मर्त्य पाताल से त्रिपुर भेद कर जो स्थान रे देखिब सर्वत्र गंगा देवी विद्यमान गंगा जल होउछंती पवित्र नड़िया जल मध्य होउछंती पवित्र शुभ कर्म रे गंगा जल सिंचन करा जाए सही परी शुभ कर्म रे नड़िया मध्य आवश्यक हुए तेणु महादेव तांको जटारू गंगा जल बही से नड़िया भितरे आसी वास कले तेबे आज आपण माने सब भिडियो श्रवण कले पहिल भितरे गंगा जल रही ये ईश्वरंक सृष्टि रे तांको जटारू गंगा जल झरी पहिल भितरे आसी वास करिछु हो आज्ञा आज पाइबू बारी को विश्राम देउछि आशा करे आगामी अध्याय रे आपणक सहित साक्षात हेबो सेते बेले जाय रहिली जय जगन्नाथ।